ଆଜ୍ଞା ମୋ ନାଁ ଅଲିକ ଚରଣ ଓଝା, ଗ୍ରାମ ହେଲା ରଘୁନାଥପୁର। ମୁଁ ଡାଇରେକ୍ଟର ଫିସରିଜରେ ଚାକିରି କରିଥିଲି। ରିଟାୟାର୍ଡ ପରେ ମୋର ଯେଉଁ ମଙ୍ଗୁ ପୁଅ ମଙ୍ଗରାଜ ଓଝା, ତା'ର ପୁଅ ସଦବ ଓଝାର 8 ବର୍ଷ ହେଇଗଲା। ତେଣୁ ମୁଁ ତାକୁ କହିଲି ମୋତେ 41 ବର୍ଷ ହେଲାଣି, ମୁଁ କେତେବେଳେ ଉପରକୁ ପଳେଇବି, ତା'ର ଜନ୍ମଦିନଟା ପାଳନ କରିବୁ, ଆଉ ଭଲ ଭାବରେ ପାଳନ କରିବୁ। କିନ୍ତୁ ବୃକ୍ଷରୋପଣ ଯେମିତି ହେବ, ଯେଉଁ ଗେଷ୍ଟ ମାନେ ଆସିବେ, ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ହେଇଗଲାଣି। କେତେବେଳେ କ'ଣ ହେଉଛି, କେତେବେଳେ ଖରା ହେଉଛି, କେତେବେଳେ ବର୍ଷା ହେଉଛି, ମାନେ ବାୟୁ ପ୍ରଦୂଷଣ ହେଇଗଲାଣି। ତେଣୁ ଗଛ ଗୁଡ଼ିଏ ଆଣିକି ଗେଷ୍ଟମାନଙ୍କୁ ଦେବୁ, ଅତିଥିମାନେ ଆସିବେ, ସେମାନେ ନେଇକିରି ତାଙ୍କ ବାଇରେ ଲଗେଇବେ, ପ୍ରତ୍ୟେକ ଲୋକଙ୍କୁ। ଏଥିରେ ବହୁତ ଆନନ୍ଦ ମିଳୁଛି ଆଜ୍ଞା। ପରିବେଶ ଯେତେବେଳେ ମାନେ ଦୂଷିତ ହେଇଗଲାଣି, ତେଣୁ ଗଛ ବୃକ୍ଷ ଲଗାଇଲେ ଅଙ୍ଗାରକାମ୍ଳ ଯାଇକିରି ଅକ୍ସିଜେନ୍ ଆସିବ, ଏସବୁ ଆସିବ, ଲୋକମାନେ ସୁସ୍ଥରେ ରହିବେ। ମୋ ନାଁ ହେଉଛି ଦୀପ୍ତିକାନ୍ତ ଓଝା। ମୁଁ ହର୍ଟିକଲଚର ଅବଶ୍ୟ ଅଛି କେନ୍ଦ୍ରାପଡ଼ାରେ। ଆଉ ମୋ ପୁତୁରା ଜନ୍ମଦିନ ଆଜି ପାଳନ ହେଉଛି, ତେଣୁ ମୁଁ ଆସିଛି। ତେଣୁ ଏଇ ଉପଲକ୍ଷେ ଆମେ ବିଷାକ୍ତ ପରିବେଶ ଆମର ବିଶ୍ୱର ଜଳବାୟୁ ପରିବର୍ତ୍ତନ ହେଇଯାଉଛି। ତେଣୁ ସେଇ ଉପଲକ୍ଷେ ଆମେ ଜନ୍ମଦିନରେ ଚିନ୍ତା କଲୁ ସମସ୍ତେ ଅତିଥିମାନଙ୍କୁ ଗୋଟେ ଲେଖାଏଁ ଗଛ ଦେବୁ ଏବଂ ସେ ଗଛ ନେଇକି ସେମାନେ ଗଛ ଲଗାଇବେ। ଗଛ ଲଗାଇବା ଦ୍ୱାରା କ'ଣ ହେବ ନା ପରିବେଶ ସୁରକ୍ଷିତ ରହିବ, ଅମ୍ଳଜାନ ସୃଷ୍ଟି ହେବ। ଅମ୍ଳଜାନ ସୃଷ୍ଟି ହେଲେ ଅଙ୍ଗାରକାମ୍ଳ ପରିମାଣ କମିବ ଏବଂ ପରିବେଶ ସୁସ୍ଥ ରହିବ, ବାୟୁମଣ୍ଡଳ ଦୂଷିତ ହେବ ନାହିଁ। ତେଣୁ ଏହି ସଚେତନତା ବାର୍ତ୍ତା ଦେବା ପାଇଁ ଆମେ ସେ ଗଛଟା ସମସ୍ତଙ୍କୁ ବାଣ୍ଟିବାକୁ ଚେଷ୍ଟା କଲୁ। ଏବଂ ଆଉ ଆଧୁନିକ ପଦ୍ଧତିରେ ଆମେ ଜନ୍ମଦିନ ପାଳନ କରି ପାରମ୍ପରିକ ପ୍ରଥା ଯେଉଁ ଆମର ପୁରାତନ ପଦ୍ଧତିରେ ଆମେ ଜନ୍ମଦିନ ପାଳନ କଲୁ। ପାଲା ଫାଲା ବି ଗଲୁ, ଗଛ ବାଣ୍ଟିଲୁ। ଖର୍ଚ୍ଚ କେତେ ଖୁସି ଲାଗୁଛି? ବହୁତ ଖୁସି ଲାଗୁଛି। ଏଇଟା ଆମ ବିଶ୍ୱବ୍ୟାପୀ ଗୋଟେ ସଚେତନତା ବାର୍ତ୍ତା ଦେବା ପାଇଁ ଜନ୍ମଦିନ ସମସ୍ତେ ଆଧୁନିକ ପ୍ରଣାଳୀ ନବାତିକି ପାଶ୍ଚାତ୍ୟ ପରିବେଶ ଗ୍ରହଣ ନ କରିକି ଆମ ଭାରତୀୟ ସଂସ୍କୃତିରେ ପରିଚୟ ଦେଇ ଗଛ ଲଗାଇ ଅମ୍ଳଜାନ ସୃଷ୍ଟି କରି ଏବଂ ବାୟୁମଣ୍ଡଳକୁ ଦୂଷିତରୁ ମୁକ୍ତ କରିବା ପାଇଁ ଚେଷ୍ଟା କରିବା ଉଚିତ। ଏଇଟା ଗୋଟେ ସଚେତନତା ବାର୍ତ୍ତା ଦେବା ପାଇଁ ଚେଷ୍ଟା କରୁଛୁ।